ଆମର ଏଠି ବାବୁ ଆଜି ମସଲା କଷୁଛନ୍ତି। ତାଙ୍କର ଆଜି ମନ ପସନ୍ଦର ଆଜି ଆଇଟମ୍ ବନୁଛି। କ'ଣ ଆଇଟମ୍ ସାଙ୍ଗମାନେ ମୁଁ କହିବି ହେଲା। ସାଙ୍ଗମାନେ ଦେଖନ୍ତୁ ଉପମା ବନେଇଥିଲି ସକାଳୁ, କିନ୍ତୁ ସାନ ଝିଅ ଖାଉନି ଉପମା, ସିଏ ଅମଲେଟ୍ ଖାଇ ସାରିଲାଣି। ତାପରେ ଏଇଟା ହେଉଛି ବଡ଼ ଝିଅ ପାଇଁ ବନାହେଉଛି। ସମସ୍ତଙ୍କର ଅଲଗା ଅଲଗା। ଏଇଟା ହେଉଛି ମୁଁ ଆଉ ସେ ଖାଇବୁ ଆମେ। ହାଏ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ହି ଭଲରେ ଥିବେ। ଆଉ ମୁଁ ମଧ୍ୟ ଭଲ ଅଛି। ମୋର ସୀମାରାଣୀ ଓଡ଼ିଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ମୋ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ ପ୍ଲିଜ୍ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି ସାଙ୍ଗମାନେ। ଆଉ ଏଇଟା ହେଉଛି ସକାଳ ସମୟ 10:30। ତ ଏବେ ମୁଁ ଗାଧୁଆ ପାଧୁଆ ସାରିକି ଆସିଛି, ପୂଜା ସାରିକି ରୋଷେଇ ଘରକୁ ଆସିଛି। ତ ମୁଁ ଏବେ ଯାଉଛି ବ୍ରେକଫାଷ୍ଟ କରିବି। ଆଉ ବଡ଼ ଝିଅକୁ ତ ସ୍କୁଲରେ ଛାଡ଼ିକି ଆସିଛି, ତାକୁ ପୁଣି ଯିବି 12ଟା ପାଖାପାଖି ଆଣିବା ପାଇଁ। ତାର 12ଟାରେ ଛୁଟି ହେଉଛି, ଟାଇମିଂ ଚେଞ୍ଜ ହେଉଛି। ତ 12ଟାରେ ଆଜି ଛୁଟି ହେବ। ତ 11:45 ପାଖାପାଖି ମୁଁ ବାହାରିବି। ତ ଚାଲନ୍ତୁ ମୁଁ ଆଜି କ'ଣ ବ୍ରେକଫାଷ୍ଟ ବନେଇଥିଲି ତ ଦେଖାଉଛି ଆପଣଙ୍କୁ। ତ ଏଇଠି ଦେଖନ୍ତୁ ସାଙ୍ଗମାନେ, ପୁରୀ ସକାଳୁ ପୁରୀ ଛାଣିଥିଲି। ତ ଯାଉଛି ସାନ ଝିଅକୁ ଖୁଆଇବି ଆଉ ମୁଁ ଖାଇବି। ତ ଏଇଠି ତ ମୁଁ କୋବି ଆଳୁ ମଟର ତରକାରୀ ବନେଇଥିଲି, ଆଉ କୋବି ଆଳୁ ମଟର। ଆଉ ଏଇଠି ଜଣେ ଦିଦି ଦେଇଛନ୍ତି ଘୁଗୁନି ଦେଇଛନ୍ତି, ଆଳୁ ମଟର ତରକାରୀ। ତ ଏବେ ଯାଉଛି ମୁଁ ବ୍ରେକଫାଷ୍ଟ କରିବି ସାଙ୍ଗମାନେ। ତ ଆସନ୍ତୁ, କିଏ ଖାଇବେ ସାଙ୍ଗମାନେ, ଆସନ୍ତୁ ଖାଇବା। ମାମା ନାସ୍ତା କରିବୁ ନା? ତାପରେ ଅଧା ରୋଷେଇ ମାନେ ଛାଡ଼ିକି ଆସିଛି ସାଙ୍ଗମାନେ, ସ୍କୁଲ ଆସିଛି ଝିଅକୁ ଆଣିବା ପାଇଁ। ଏଇଠି ଦେଖନ୍ତୁ ଖେଳୁଛି ସିଏ। ତ ଏଇଠି ଝିଅକୁ ନେବା ପାଇଁ ମୁଁ ଆସିଛି। ଆଉ ଏପଟ ସେପଟ ସେ ତା ବ୍ୟାଗ୍ ଛାଡ଼ି ଦେଇଥିଲା କ୍ଲାସ୍ ରୁମ୍ରେ, ତ ସେଥିପାଇଁ ମୁଁ ବ୍ୟାଗ୍ ଆଣିବା ପାଇଁ ଆସିଥିଲି। ତ ଦେଖନ୍ତୁ ସ୍କୁଲ ଆସିଛି। ଏଠୁ ଗଲା ପରେ ପୁଣି ଥରେ ରୋଷେଇ କରିବି, ଯେଉଁ ଅଧାରେ ଛାଡ଼ିକି ଆସିଛି ନା ରୋଷେଇ ପୁଣି ଥରେ କରିବି। ତ ଏଇଠି ଝିଅ ଖେଳିବା ପାଇଁ ଚାହିଁଲା, ତ ମୁଁ ଭାବିଲି କି ହଉ ଟିକେ ଖେଳୁ। ଏଇଠି ଝିଅ ଖେଳୁଛି। ଆଉ କ'ଣ କରିବା, ସବୁଦିନ ନା ମାନେ ଏମିତି ହଇରାଣ ହେବା ପାଇଁ ପଡ଼ୁଛି। ଆଉ ଏଠି ଯେଉଁ ଅଟୋ ମାନେ ଗାଡ଼ି ଆମେ ଠିକ୍ କରିଥିଲୁ ନା, ସେ ଗୋଟେ ପିଲା ପାଇଁ ସେ ନାରାଜ ହେଉଛି ଆସିବା ପାଇଁ, ନଖରା କରୁଛି ବହୁତ। ତ ଏପଟେ ଅଲଗା ହିଁ ସିଷ୍ଟମ୍। ସେମାନେ ପ୍ରତ୍ୟେକ ମାସ ମାନେ ପଇସା ନେବେ, ପିଲା ସ୍କୁଲ ଯାଉ କି ନ ଯାଉ। ଆଉ ଆମେ ଯଦି ଛୁଟି ବି ଗାଁକୁ ପଳେଇଯିବୁ ନା, ସେମିତି କରୁଛନ୍ତି। ତ ସେଥିପାଇଁ ନା ସେ ଗାଡ଼ି ଛାଡ଼ିକି ମୁଁ ନିଜେ ହିଁ ଝିଅକୁ ଛାଡ଼ିବା ପାଇଁ ଆସେ, ପୁଣି ନେବା ପାଇଁ ଆସେ। ବହୁତ ମାନେ କ'ଣ କହିବି, ବହୁତ ହଇରାଣ ହେବା ପାଇଁ ପଡ଼ୁଛି ଯାହା ବି ହଉ। ତ ଏଇଠି ଦେଖନ୍ତୁ ସାଙ୍ଗମାନେ, ଆଉ ରୋଷେଇ ସାରିଦେଲି ଆସିକି ଘରକୁ ପହଞ୍ଚିଲା ପରେ ନା ରୋଷେଇ ସାରିଲି। ଭାତ କରିଛି, ଆଉ ଯେଉଁ କୋବି ଫୁଲକୋବି ଯେଉଁ ଡେମ୍ଫ, ସେଇଟା ସୋରିଷ ମସଲା ଦେଇକି ବନେଇଛି। ଆଉ ଗୋଟେ ମିକ୍ସ ଯେଉଁ କ'ଣ ପାଳଙ୍ଗ ପତ୍ର, ତାପରେ ହେଲା ଯେ ମଟର, ଆଳୁ, ବାଇଗଣ, ବିଲାତି ସବୁ ଦେଇକି ବନେଇଛି। ତାପରେ ଏଇ ଯେଉଁ ଦେଖନ୍ତୁ ଅମଲେଟ୍ ନୁହେଁ, ଅଣ୍ଡା ପୋଚ ଇଏ ବନେଇ ଦେଇଛି। ଝିଅ ଖାଉଛି, ଆଜିକାଲି ଝିଅ ସବୁ ଜିନିଷ ଟିକେ ଟିକେ ଖାଇଲାଣି। ତ ଆଉ ଏଇଠି ସାନ ଝିଅ ତାର ନିଜ ଇଚ୍ଛାରେ ଖାଉଛି, କିନ୍ତୁ ଯେଉଁ ସାଇଡ଼୍ରେ ଯେଉଁ ମାନେ ଟିକେ ଟାଇଟ୍ ଲାଗୁଛି ନା, ମାନେ ଯେଉଁ କ'ଣ କ୍ରିସ୍ପି ଟାଇପ୍ର ହେଇଛି, ସେଗୁଡ଼ା ତଳେ ଫୋପାଡ଼ି ଦେଉଛି। ଦେଖନ୍ତୁ ସେ ଖାଉନାହିଁ। ଯେଉଁଗୁଡ଼ା ନରମ ଜିନିଷ ନା, ମାନେ ନରମ ଯେଉଁଟା ମାନେ ଲାଗୁଛି ତାହାକୁ ଖାଇବା ପାଇଁ, ତ ସେଇଟା ହିଁ ସେ ଖାଉଛି। ତ ଦେଖନ୍ତୁ ଏଇଠି ଖାଉଛି ସାନ ଝିଅ। ତ ପିଲାମାନେ ଖାଇସାରିଲା ପରେ ମୁଁ ଖାଇବି। ତା ବାବା ବି ଖାଇ ନାହାନ୍ତି, ମୁଁ ଆଗ ଖୁଆଇ ଦେଉଛି। ଏଇ ପ୍ଲେଟ୍ରେ ହିଁ ସେ ଖାଇବେ, କାହିଁକିନା ଆଜି ମୁଁ ଆମିଷ ଖାଇବି ନାହିଁ। ଆଜି ହେଉଛି ସୋମବାର ସାଙ୍ଗମାନେ। ଆଜି ହେଉଛି ସୋମବାର, ସେଥିପାଇଁ। ତ ଦେଖନ୍ତୁ ମୁଁ ତ ଆଜି ଖାଇବିନି। ତାପରେ ନା ଏଇଟା ହେଉଛି ସନ୍ଧ୍ୟା ଟାଇମ୍ ସାଙ୍ଗମାନେ। ସନ୍ଧ୍ୟା ଟାଇମ୍ରେ ନା ଆଉ ପିଲାମାନେ ମାନେ ବହୁତ ମାନେ ଜିଦ୍ଦି କଲେ ବୁଲି ଯିବା ପାଇଁ। ତ ଯାଉଛୁ ଟିକେ ଆମେ ତଳକୁ। ତ ଦେଖନ୍ତୁ ମାନେ ବଡ଼ ଝିଅ ମୋତେ ଛାଡ଼ିକି ସେ ଯିବନି ହେଲା। ବଡ଼ ଝିଅ ଚାହେଁ ସମସ୍ତେ ଯିବା ବୋଲି, ସାନ ଝିଅ ବି ସେମିତି। ସମସ୍ତେ ଆମେ 4 ଜଣ ଯୁଆଡ଼େ ଯିବୁ 4 ଜଣ ଯିବୁ ଏମିତି କହିବ। ତ ଏଇଠି ଦେଖନ୍ତୁ ଆମର ଏଠି ବାବୁ ଆଜି ମସଲା କଷୁଛନ୍ତି। ତାଙ୍କର ଆଜି ମନ ପସନ୍ଦର ଆଜି ଆଇଟମ୍ ବନୁଛି। କ'ଣ ଆଇଟମ୍ ସାଙ୍ଗମାନେ ମୁଁ କହିବି ହେଲା। କହିଲେ କି ଆଜି ତୁ ବସ, ମୁଁ ରାନ୍ଧିବି। ତ ସାଙ୍ଗମାନେ ଦେଖନ୍ତୁ, ଫାଇନାଲି ପୁରା ଟେଷ୍ଟି ସୋୟାବିନ୍ ତରକାରୀ ବନେଇଛନ୍ତି। ଏଠି ମିକ୍ସ କରିଛନ୍ତି, ଆହୁରି ଫୁଲକୋବି
ଆଉ କ'ଣ ତାଙ୍କୁ ପକେଇକି ବନେଇଛନ୍ତି ବହୁତ ହି ବଢ଼ିଆ ଦେଖାଯାଉଛି ଦେଖନ୍ତୁ। ଆଉ ଏପଟେ ତାଙ୍କର ଅଣ୍ଡା ଭାଜୁଛନ୍ତି। ଆଉ ଏଇଟା ହେଉଛି ରାତି ସମୟ, ତ ଝିଅକୁ କାଖିକି ସେ ଅଣ୍ଡା ଭାଜୁଛନ୍ତି। ଝିଅ କାନ୍ଦୁଛି ଖାଇବା ପାଇଁ, ତ ଭୁଜିଆ କରୁଛନ୍ତି। ଆଉ ବହୁତ ହି ବଢ଼ିଆ ଦେଖାଯାଉଛି ଦେଖନ୍ତୁ। ଆଉ ଆଜି ସେ ନିଜେ କହିଲେ କି ଆଜି ମୁଁ ବନେଇବି, ଏମିତି କହିଲେ। ତ ମୁଁ ଖାଲି ପାଖରେ ବସିଥିଲି। ଆଉ ସେ ନିଜେ ଆଜି ବନେଇଲେ। ମୁଁ କିଛି ବି ମାନେ ତାଙ୍କର ମସଲା ଫସଲା ସେ ନିଜେ ହିଁ ସବୁ କିଛି କରିଛନ୍ତି। ଖାଲି ଟିକେ ମୁଁ ଟିକେ କଟାକଟି ଯେଉଁ ପିଆଜ କଟାକଟିରେ ସାହାଯ୍ୟ କରିଥିଲି। ସାଙ୍ଗମାନେ ଦେଖନ୍ତୁ, ଉପମା ବନେଇଥିଲି ସକାଳୁ, କିନ୍ତୁ ସାନ ଝିଅ ଖାଉନି ଉପମା। ସିଏ ଅମଲେଟ୍ ଖାଇସାରିଲାଣି। ତାପରେ ଏଇଟା ହେଉଛି ବଡ଼ ଝିଅ ପାଇଁ ବନାହେଉଛି। ସମସ୍ତଙ୍କର ଅଲଗା ଅଲଗା। ଏଇଟା ହେଉଛି ମୁଁ ଆଉ ସେ ଖାଇବୁ, ଆମେ 2 ଜଣ ଖାଇବୁ। ସାନ ଝିଅ ତାର ଅମଲେଟ୍ ଖାଇଲା, ବଡ଼ ଝିଅ ତାର ମ୍ୟାଗି ଖାଇବ। ଟିଫିନରେ ବି ମ୍ୟାଗି ନେବ। ଏଇଠି ମୁଁ ବନାଉଛି ମ୍ୟାଗି। ହେଇଗଲା ମ୍ୟାଗି। ये मेरा बेबी है, ये मेरा बेबी है। चलो ठीक है। तो आज बनैथिली सुजी उपमा। तो चलतु मु टेस्ट करके कहूँ केମିତି କ'ଣ ହେଇଛି। ଆଉ ଆସନ୍ତୁ ସାଙ୍ଗମାନେ ମିଶିକି ଖାଇବା ହେଲା, ନହେଲେ ମୋତେ କହିଲେ ଏକୁଟିଆ ଖାଇଦେଲା ବୋଲି। ଆସନ୍ତୁ ସମସ୍ତେ ଆସନ୍ତୁ। ତ ସାଙ୍ଗମାନେ ଏଇଟା ହେଉଛି ମୋର ମଙ୍ଗଳବାର ଦିନର ଭିଡ଼ିଓ, ଯେଉଁ ଉପମା ଭିଡ଼ିଓ କଥା କହୁଛି। ସକାଳୁ ଭୋର ବନାଉଥିଲି, ତ 7ଟା ପାଖାପାଖି ଉପମା ବନେଇଥିଲି। ଆଉ ଝିଅ ପାଇଁ ମ୍ୟାଗି, ସମସ୍ତଙ୍କର ଅଲଗା ଅଲଗା। ସାନ ଝିଅର ଅମଲେଟ୍ ବନିଥିଲା। ତ ଏଇଠି ମୁଁ ଗାଧୁଆ ପାଧୁଆ କରିକି ଖାଉଛି। ତ ସାଙ୍ଗମାନେ ଆଉ ମୋର 2 ଦିନର ଭିଡ଼ିଓ କ୍ଲିପ୍ ମୁଁ ପକାଉଛି ଆଜି, ସୋମବାର ଆଉ ମଙ୍ଗଳବାର ଦିନର ଭିଡ଼ିଓ ସାଙ୍ଗମାନେ। ତ ପ୍ଲିଜ୍ ଫୁଲ୍